ଗଣେଶ ପୂଜା ରଚନା। ଆମର 12 ମାସରେ 13 ପର୍ବ, ସେଥିମଧ୍ୟରୁ ଗଣେଶଙ୍କ ପୂଜା ଏକ ନିଆରା। ଏହି ପୂଜା ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଗଣେଶ ବିଦ୍ୟା ବୁଦ୍ଧି ଜ୍ଞାନର ଅସରନ୍ତି ଭଣ୍ଡାର। ସେ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରତ୍ୟେକ ଯଜ୍ଞ ହୋମ ପୂର୍ବରୁ ପ୍ରଥମେ ଗଣେଶଙ୍କୁ ସ୍ମରଣ କରି ପୂଜା କରାଯାଏ। ଗଣେଶଙ୍କ ପୂଜା ସ୍କୁଲ କଲେଜ ସହିତ କେହି କେହି ଘରେ ଏବଂ ଅନେକ ସର୍ବାନୁଷ୍ଠାନରେ ମଧ୍ୟ କରାଯାଏ। ସାଧାରଣତଃ ପିଲାମାନେ ଉତ୍କଣ୍ଠାର ସହିତ ସେହି ଦିନକୁ ଚାହିଁ ବସିଥାନ୍ତି। ପୂଜା ପାଳନ ପ୍ରସ୍ତୁତି। ପୂଜାର 10-15 ଦିନ ପୂର୍ବରୁ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଚାନ୍ଦା ନିର୍ଣ୍ଣୟ କରାଯାଇଥାଏ। ଏହି ଚାନ୍ଦା ପ୍ରତ୍ୟେକ କ୍ଲାସର ଲିଡର ଆଦାୟ କରି ଶିକ୍ଷକଙ୍କ ପାଖରେ ଜମା କରନ୍ତି। ଏହାପରେ ସ୍କୁଲର ବେଞ୍ଚ ଟେବୁଲ ଡେସ୍କ ପ୍ରତ୍ୟେକ ସାମଗ୍ରୀ ସୁନ୍ଦର ଭାବରେ ଧୁଆଧୋଇ ହୋଇ ସଫା କରାଯାଇଥାଏ ଏବଂ ରଙ୍ଗ ବେରଙ୍ଗୀର କଚରୀ କାଗଜରେ ଆମ୍ବପତ୍ର ସହିତ ସୁନ୍ଦର ଭାବରେ ସ୍କୁଲକୁ ସଜାଯାଇଥାଏ। ପ୍ରଧାନ ଶିକ୍ଷକ କିଛି ପିଲାଙ୍କୁ କିଏ କେଉଁ ଦାୟିତ୍ୱ ନେବ ବାଣ୍ଟି ଦେଇଥାନ୍ତି। ପୂଜା ପାଳନ। ଏତେ ଦିନ ଅପେକ୍ଷାର ଅନ୍ତ ଘଟିଛି। ଆଜି ସେହି ଆନନ୍ଦ ଉଲ୍ଲାସର ଦିନ, ଖୁସିର ସମୟ। ପିଲାମାନେ ରାତ୍ରି ନ ପାଉ ବିଭିନ୍ନ ପ୍ରକାର ଫୁଲ ତୋଳି ହାରଗୁନ୍ଥାରେ ମଜି ଯାଆନ୍ତି। ସକାଳୁ ସ୍ନାନ ସାରି ନୂଆ କପଡ଼ା ପରିଧାନ କରି ପିଲାମାନେ ହାତରେ ନଡ଼ିଆ କଦଳୀ ଧୂପ ଖସା ଲଡ଼ୁ ଇତ୍ୟାଦି ଧରି ସ୍କୁଲକୁ ଆସନ୍ତି। ବ୍ରାହ୍ମଣ ପୂଜା ମଣ୍ଡପରେ ଗଣେଶଙ୍କ ପୂଜା ହୋମ ଆରମ୍ଭ କରନ୍ତି। ଘଣ୍ଟ ଘଣ୍ଟା ଶଙ୍ଖ ବାଦ୍ୟ କୀର୍ତ୍ତନରେ ଚତୁର୍ଦିଗ ଭକ୍ତିମୟ ହୋଇଉଠେ। ଛାତ୍ରଛାତ୍ରୀମାନଙ୍କର ହରିବୋଲ ହୁଳାହୁଳି ଶବ୍ଦରେ ଏହା ଦ୍ୱିଗୁଣିତ ହୋଇଯାଏ। ପିଲାମାନେ ସାଥିରେ ଆଣିଥିବା ପେନ୍ ପେନସିଲ ଖଡ଼ି ଇତ୍ୟାଦି ପୂଜା କରାଯାଏ। ଏହାପରେ ଗଣେଶଙ୍କ ବନ୍ଦନା ଗାନ କରାଯାଏ। ଓମ୍ ନମ ଗଣେଶ ବିଶ୍ଲେଷ ଗିରିଜାନନ୍ଦନ ପ୍ରଭୁ ମମ ବିଘ୍ନ ବିନାଶୟ ଗଣାଧିପତୟ ନମ। ପୂଜକଙ୍କ ଶ୍ଲୋକରେ ପିଲାମାନେ ପୁଷ୍ପାଞ୍ଜଳି ଅର୍ପଣ କରନ୍ତି। ପିଲାମାନେ ବିଦ୍ୟା ବୁଦ୍ଧି ଅର୍ଜନ ପାଇଁ ତାଙ୍କୁ ସ୍ମରଣ କରନ୍ତି। ସେ ହେଉଛନ୍ତି ବିଘ୍ନନାଶକ, ଦୁଃଖ ହରଣକାରୀ, ସୁଖ ପ୍ରଦାନକାରୀ। ତାଙ୍କରି କୃପା ବଳରେ ମୂର୍ଖ ବି ପଣ୍ଡିତ ହୋଇପାରେ, ଅନ୍ଧ ଚକ୍ଷୁ ପାଇପାରେ ଏବଂ ନିର୍ଧନ ଧନରେ ତାର ସମସ୍ତ ଦୁଃଖ କଷ୍ଟ ସେ ଲାଘବ କରନ୍ତି। ଏହାପରେ ପ୍ରସାଦ ସେବନ କରାଯାଏ। ବିସର୍ଜନ। ଗଣେଶଙ୍କୁ ରଖିବାର ନିୟମ ବିଧି ରହିଛି, କିନ୍ତୁ ସ୍କୁଲ ଶିକ୍ଷାନୁଷ୍ଠାନ ମାନଙ୍କରେ ପୂଜାର ପରଦିନ ପିଲାମାନେ ବିଭିନ୍ନ ପ୍ରକାର ବାଦ୍ୟ କରତାଳ ଘଣ୍ଟ ଶଙ୍ଖରେ ନେଇ ପାଣିରେ ବିସର୍ଜନ କରନ୍ତି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବାକୁ ଭୁଲିବେନି।